मुई बाबूंकर केबेठु सेवायतन करुची तथापि मध्य ए बाबूंकर टिकी परिवर्तन आसुनी हेले मु बुझीपानी कौन करबी कौन नहीं बोली एपटे मु एकुटिया छिया मो सांग माने भी कुआड़े गले के जानी ए फुलवन को जमारू आसुनांती नहीं 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 जेमिथिले भी मु मो सांग माने को ए फुलवन को डाकिबा को पड़िबो हां हां डाकिबा को पड़िबो ए बोला सखी आली संगते अले अपा हाँ हाँ आम्ही परा घर कामर व्यस्त थिनु घर कामर व्यस्त हाँ हेले सखी देख न बाबू को मुई बाबूंकर केबेठु सेवायतन करुची हाँ तो तथापि मध्य ए बाबूंकर टिकी परिवर्तन आसुनी सतरे अपा ए कौन हैला बुझी पारनी कौन करिबे सखी अले अपा ए बाबू ना घरे रही रही अननिश्वासी होई गलेनी सेति पाइना ए बाबू को फुलबन टिके बुलाई नेबालो ए बोला कौन हैला जदि आमे बाबू को ए फुलबन सरे बुलेबा कौन हबले संग हुए तो से बाबू को मन टिके हालुका होई जीवो सत कहजा हाँ परा ठीक अछि तमन आसम सहित आमे बाबू को ए फुलबन सरे बुलेबा ताहले बुलाई नेबालो आसा सखी हेलो मुई बाबू को एते परिश्रम करुची हेलो एते कष्ट करुची तथापि मध्य ए बाबूंकर तांका पूर्व कथा जमार मने पड़ुनी हाँ तो हेले बोला कौन हैला थरे बाबू को देखो ना केते सुंदर चेहरा बहुत सुंदर ना जे भी बाबू को देखिबा सतरे प्रेम रे पूरा पागल ही जीवा हेलो बोलो ए बोला जे बेठो म बाबू को सेवा जतन करुची से बेठो के जाने काहे के ए बाबू का पई ए मो मन भीतर धीरे धीरे से प्रेम सृष्टि होची सतरे अपा आ जानिछ ए मो मन विचार कोन कहूची कौन कहूची ना ए बोला हेलो मो हृदय आकाशे ए जन्म होईची तारू पेली बासना रे अगणा हसुची मने मने मु भल पाउची मने मने मु भल पाउची मो हृदय आकाशे ए जन्म होईची तारू पेली बासना रे अगणा हसुची मने मने मु भल पाउची मने मने मु भल पाउची बाबू को देखने लगुची राजकुमार राजकुमार हाँ तो सखी कौन हैला जन्मराई जर ए राजकुमार तार रूप गुण करुची विभोर मोर
পেলি বাসনারে অবনা হসুটি মনে মনে মু ভাল পাউছি মনে মনে মু ভাল পাউছি। আরে ମୋ ମୁଣ୍ଡ କୁଆଡ଼େ ଯାଉଛି ଓ ଓ ଓ अरे तुम्हें मैंने किए आओ ठीक है क्या ऐसे अच्छा अरे मैं कोठ अच्छी आओ एठे को केमिति आसिली এই বাবা তা মানে তুমি আমাকে চিনি পার না ମୁଁ ତୁମମାନଙ୍କୁ ଚିହ୍ନି ପାରୁନି ୟା ଅର୍ଥ ଅଛି ତମକୁ ତ ପୂର୍ବ କଥା ମନେ ପଡି ଯାଇଛି। ପୂର୍ବ କଥା ହଁ ହଁ ଆରେ ହଁ ତ ମତେ ସବୁ ଧୀରେ ଧୀରେ ମନେ ପଡି ଯାଉଅଛି ସତରେ ବାବୁ ହଁ ହଁ ଏଇ ବାବୁ ତମକୁ ଯଦି ପୂର୍ବ କଥା ମନେ ପଡି ଯାଉଛି ତମେ କଣ କହିପାରିବ ତମରି ପରିଚୟ ପରିଚୟ ତମେ କି ତମ ଘର କୋଉଠି ଆଉ ତମ ପିତାମାତା କି ତମେ କଣ କହିପାରିବ ବାବୁ? ହରପସି ମୁଁ ନିଶ୍ଚୟ କହିପାରିବି ମତେ ମତେ ସବୁ ମନେ ପଡି ଯାଉଛି ହେଲେ ପସି ତୁମେ ମୋ ପରିଚୟ ଶୁଣିବା ପାଇଁ ଇଚ୍ଛୁକ ତ ହଁ ମୁଁ ଇଚ୍ଛୁକ ଠିକ ଅଛି ତାହେଲେ ତାହେଲେ ଶୁଣି ଯାଅ ମୋ ସତ୍ୟ ପରିଚୟ ବାବୁ। ଶୁଣ ପରିଚୟ ମୋହର ହଁ ମୁଁ ଶୁଣୁଛି ଶୁଣ ପରିଚୟ ମୋହର କହୁଛି ବିଶ୍ୱାସେ ଶୁଣ ଗୋହରସେ ତୁମେ ଆଶା ବାଡ଼ି ମୋହର କହୁଛି ବିଶ୍ୱାସେ ଶୁଣ ଗୋହରସେ ଅକ୍ଷୟ ନାମ ମୋହର ଶୁଣ ପରିଚୟ ମୋହର ଶୁଣ ପରିଚୟ ମୋହର କହୁଛି ବିଶ୍ୱାସେ ଶୁଣ ଗୋହରସେ ତୁମେ ଆଶା ବାଡ଼ି ମୋହର କହୁଛି ବିଶ୍ୱାସେ ଶୁଣ ଗୋହରସେ ଅକ୍ଷୟ ନାମ ମୋହର ବାବୁ ଆଲେ ମନେ ଦେଖି ଶୁଣି ଯାତା ହଁ ମୁଁ ଶୁଣୁଛି ମାଣିଙ୍କ ଗଡ଼ରେ ମୋ ଘର ଅଟେ ମୁଁ ଯେ ରାଜକୁମାର ମାଣିଙ୍କ ଗଡ଼ରେ ମୋ ଘର ଅଟେ ମୁଁ ଯେ ରାଜକୁମାର ଜଗଦାତା ରାଜ ପିଆର ଜଗଦାତା ରାଜ ପିଆର ମାତା ପ୍ରମୋଦିନୀ ମହାରାଜନୀ ଅଭୟ ମସୋଦରା ମାତା ପ୍ରମୋଦିନୀ ମହାରାଜନୀ ଅଭୟ ମସୋଦରା
ହେଲେ ବେଶୀ କେମିତି ଘଟଣା ଘଟିଗଲା ମୁଁ କିଛି ଜାଣିପାରିଲିନି। ତୁମେ ତୁମେ ଜାଣିଛ କି? ହଁ ମୁଁ ଜାଣିଛି। ତାହେଲେ କୁହ। ଏଇ ବାବୁ ହଁ ସେଦିନର କଥା। ସେଦିନ ମୋ ପିତା ଜଙ୍ଗଲକୁ ଯାଇଥିଲେ ଔଷଧ ଆଣିବାକୁ। ଆଉ ସେଇ ସମୟରେ ତମକୁ କିଏ ଜଣେ ରକ୍ତାକ୍ତ ଭାବରେ ମାରିଦେଇ ସେ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଏଇ ବାବୁ ରୂପସୀ ଆଉ ମୋ ପିତା ସେଠୁ ତମକୁ ଉଦ୍ଧାର କରିକି ଆମ ଘରକୁ ନେଇ ଆସିଲେ। ଆଉ ତମକୁ ଠିକ ସମୟରେ ଔଷଧ ଦେଲା ପରେ ତମେ ପୁରାପୁରି ଭାବରେ ଭଲ ହେଇଯାଇଛ ବାବୁ। ସତରେ ରୂପସୀ ଆଉ ଏମିତିରେ ମୁଁ ମଧ୍ୟ ତମର ବହୁତ ସେବା ଯତ୍ନ କରିଛି। ଆଲି ରୂପସୀ ତୁମ ପିତା ମୋର ପୁନର୍ଜନ୍ମ ଦେଇଥିବାରୁ ତାଙ୍କ ପାଦ ତଳେ କୋଟି କୋଟି ଶରଣ। ଆଉ ତୁମେ ମୋ ସେବା ଯତ୍ନ କରି ମୋ ଜୀବନ ବଞ୍ଚେଇଛ, ତେଣୁ ମୁଁ ତୁମ ପାଖରେ ଚିରଋଣୀ। ନାଇଁ ବାବୁ ନାଇଁ, ତମେ ସେମିତି ଜମାରେ ବି କୁହନି। ଏଇ ବାବୁ ଏଇଟା ହଉଛି ଆମ କର୍ତ୍ତବ୍ୟ। ଆମ ଜାଗାରେ ଆଉ କିଏ ଥିଲେ ମଧ୍ୟ ଠିକ ଏମିତି କରିଥାନ୍ତା। ହେଲେ ରୂପସୀ ବାବୁ ତୁମ ପରିଚୟ ମୋ ପରିଚୟ କହିବନି? ସତରେ ତ ବାବୁ ମୁଁ ଆପଣଙ୍କ ସହିତ ଏତେ ଦିନ ରହିଛି, ହେଲେ କେବେ କହିନାହିଁ ଏଇ ମୋ ପରିଚୟଟା। ହେଲେ ଆଜି ମୁଁ ତମକୁ ନିଶ୍ଚୟ କହିବି। ଏଇ ବାବୁ ହଁ ମୁଁ ହଉଛି ଏଇ ଶବରପାଳିର ପୁଣ୍ଡରୀ ବୈଦଙ୍କ ଏକମାତ୍ର ଝିଅ। ଆଉ ନାମ ମୋର ହେଉଛି ଅଞ୍ଜଳି। କଣ କହିଲା? ତୁମ ନାମ ଅଞ୍ଜଳି? ସତରେ ତୁମ ନାମଟା ଖୁବ ସୁନ୍ଦର ହେଇଛି। ସତରେ ବାବୁ ହଁ ହଁ ଏମିତିରେ ତମ ନାଁ ବି ବହୁତ ସୁନ୍ଦର ହେଇଛି। ସତ କହୁଛ? ଏଇ ବାବୁ ହଁ ହେଲେ ମୁଁ ସିନା ତମକୁ ଏଇ ମୋ ପରିଚୟ କହିସାରିଛି, ହେଲେ ମୋ ମନ ଭିତରେ ଅନେକ କଥା ଉଙ୍କି ମାରୁଛି, ଯୋଉ କଥା କି ମୁଁ ତମକୁ ଜମାରେ ବି କହିପାରୁନି। ତୁମେ କିଛି କହିବା ପାଇଁ ଚାହୁଁଛ? ହଁ ମୁଁ କହିବାକୁ ଚାହୁଁଛି। କୁହ। ହେଲେ ବାବୁ ଏ କଥା ଶୁଣି ସାରିଲା ପରେ ତମେ ମତେ ରାଗିଯିବନି ତ? ଆରେ କିଛି କହିବେନି। ସତ କହୁଛ? ହଁ ହଁ ତାହେଲେ ମୁଁ ନିଶ୍ଚୟ କହିବି। କୁହ। ବାବୁ ହଁ କଥା କଣ କି ମୁଁ ନା ତୁମେ ତମକୁ ମତେ ଏଇ ବାବୁ ମୁଁ ନା ତମକୁ ତୁମେ ମତେ ଏଇ ମନେ 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 ମୁଁ ନା ତମକୁ ଏଇ ମନେ ମନେ ତୁମେ ମତେ ମନେ ମନେ ବୁଝିପାରୁନ? ଦେଖ ଅଞ୍ଜଳି, ତୁମେ ଯଦି କହିବନି ତାହେଲେ ମୁଁ କେମିତି ବୁଝିପାରିବି? ଏଇ ବାବୁ ହଁ ମୁଁ ନା ତମକୁ ଏଇ ମନେ ମନେ ତୁମେ ମତେ ମନେ 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 ଆରେ ମନେ ମନେ କଣ? ଆରେ ମନେ ମନେ ଭଲ ପାଉଛି। କଣ କହିଲା? ନା ନା ତୁମେ କଣ କହିଲା? ଏଇ ବାବୁ ହଁ ମୁଁ କହିଲି ମୁଁ ତମକୁ ଭଲ ପାଏ ବୋଲି। ତୁମେ ମତେ ଭଲ ପାଅ? ହଁ ମୁଁ ଭଲ ପାଏ। ସତରେ ଅଞ୍ଜଳି, ସତରେ ତୁମେ ମତେ କେତେ ଭଲ ପାଅ? କେତେ ଭଲ ପାଅ ମାନେ? ତା ମାନେ ତମେ ମୋ ପ୍ରେମକୁ ତୁଳନା କରୁଛ? ହଁ ଅଞ୍ଜଳି, ମୁଁ ଜାଣିବାକୁ ଚାହୁଁଛି ତୁମେ ମତେ କେତେ ଭଲ ପାଅ? ତାହେଲେ ମୁଁ ନିଶ୍ଚୟ କହିବି। ଏଇ ବାବୁ ଆକାଶରେ ତାରା ନାହିଁ ଯେତିକି ମୁଁ ତମକୁ ଭଲ ପାଏ ସେତିକି। ଆକାଶରେ ତାରା ନାହିଁ ଯେତିକି ତୁମେ ମତେ ଭଲ ପାଅ ସେତିକି? ଏଇ ବାବୁ ଆଉ ସମୁଦ୍ରରେ ଢେଉ ନାହିଁ ଯେତିକି ମୁଁ ତମକୁ ଭଲ ପାଏ ସେତିକି। ସମୁଦ୍ରର ଢେଉ ନାହିଁ ଯେତିକି ତୁମେ ମତେ ଭଲ ପାଅ ସେତିକି? ଆଉ ସତ କହିବାକୁ ଗଲେ ଏଇ ଅଞ୍ଜଳି ନା ତମକୁ ବହୁତ ଭଲ ପାଏ। ବହୁତ ଭଲ ପାଅ? ହେଲେ ଅଞ୍ଜଳି, ଭଲ ପାଇ ତୁମେ କଣ କରିବ? ଏଇ ବାବୁ ହଁ ଭଲ ପାଏ ମୁଁ ତମକୁ ବାହା ହେବାକୁ ଚାହୁଁଛି। କଣ କହିଲ? ତୁମେ ମତେ ବାହା ହବ? ହଁ ମୁଁ ବାହା ହେବି। ହେଲେ ଅଞ୍ଜଳି, ମୁଁ ତୁମକୁ ବାହା ହେଇପାରିବିନି। ବାହା ହେଇପାରିବନି? ହଁ ହେଲେ କାହିଁକି ବାହା ହେଇପାରିବନି? କାହିଁକି ଜାଣିଛ? ଆରେ ମୁଁ ହଉଛି ରାଜପୁତ୍ର, ମୋ ପିତା ହଉଛନ୍ତି ମାଣିକ ଗଣ ରାଜା, ଆଉ ତାଙ୍କ ଅନୁମତି ବିନା ମୁଁ ତୁମକୁ କେମିତି ବାହା ହେଇପାରିବି? ତା ମାନେ ମୁଁ ଗରିବ ଝିଅ ବୋଲି ତମେ ମୋ ପ୍ରେମକୁ ମନା କରିଦଉଛ? ନା ଅଞ୍ଜଳି, ଆରେ ସେମିତି ନୁହେଁ। ଦେଖ, ତୁମେ ଯଦି ମୋ ସହିତ ରହିବା ପାଇଁ ଚାହୁଁଛ ତାହେଲେ ସଂଗାତ ହୋଇ ରହିବ। ସଂଗାତ ହୋଇ? ହଁ ନା ବାବା ନା, ମୁଁ ତମକୁ ଭଲ ପାଇଛି। ଆଉ ଏଇ ସଂଗାତ ଫଙ୍ଗାତ ଜମାରୁ ହେବାକୁ ଚାହୁଁନି। ଏଇ ବାବୁ ତମେ ମୋ ସହିତ ଏତେ ଦିନ ରହିଛ, ହେଲେ କଣ ବୁଝିପାରୁନ
ଏଇ ମୋ ଆଖିର ଭାଷା। ଆଖିର ଭାଷା ଆଲୋ ଚାଲେ ଆଖି କଣ କେବେ କଥା କୁହେ? ଏଇ ବୁଦ୍ଧ ଥରେ ମୋ ଆଖିକୁ ଦେଖା, ତାପରେ ଜାଣିପାରିବ ଏ ଆଖି ମୋର କଣ କହୁଛି। କଣ କରୁଛି? ହେଲେ ଆଜି ମୋ ଆଖି କହିବନି, ଆଜି କହିବ ଏମେ ଓଠ। ତମେ ଶୁଣିବ ନା ବାବୁ? ନିଶ୍ଚୟ ଶୁଣିବି। ଏ ବାବୁ ହଁ